ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଭୁବନେଶ୍ୱରଠାରେ ଚାଲିଥିବା ସର୍ବଭାରତୀୟ ପୁଲିସ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀରେ ଆଜି ଦ୍ୱିତୀୟ ଦିନ ପାଇଁ ଯୋଗଦେବେ ପ୍ରଧାନମନ୍ତ୍ରୀ। ମହାରାଷ୍ଟ୍ର ନବନିର୍ବାଚିତ ମହାୟୁତି ମେଣ୍ଟ ସରକାରଙ୍କ ଆସନ୍ତା 5 ତାରିଖରେ ଶପଥ ଗ୍ରହଣ। କରାଇକାଲ ଏବଂ ମହାବଳୀପୁରମ୍ ମଧ୍ୟରେ ଗତ ରାତିରେ ସ୍ଥଳଭାଗ ସ୍ପର୍ଶ କଲା ସାମୁଦ୍ରିକ ଝଡ଼ ପେଞ୍ଜାଲ। ଏଡ୍ସ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଏଡ୍ସ ଦିବସ ଏବଂ ସୟଦ ମୋଦି ଆନ୍ତର୍ଜାତିକ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ 2024ର ଫାଇନାଲ ପର୍ଯ୍ୟାୟକୁ ପିଭି ସିନ୍ଧୁ ଏବଂ ଲକ୍ଷ୍ୟ ସେନ ଉନ୍ନୀତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦ୍ୱିତୀୟ ଦିନ ପାଇଁ ଭୁବନେଶ୍ୱରଠାରେ ଚାଲିଥିବା ସର୍ବଭାରତୀୟ ପୁଲିସ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀରେ ଯୋଗଦେବେ। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ ସମ୍ମିଳନୀ ଆଜି ଉଦ୍ଯାପିତ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ, ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ପ୍ରମୁଖ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। ପୁଲିସର ବିଭିନ୍ନ ପରିଚାଳନାଗତ ଏବଂ ଭିତ୍ତିଭୂମି ସମ୍ବନ୍ଧୀୟ ଆହ୍ୱାନଗୁଡ଼ିକ ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଆଭ୍ୟନ୍ତରୀଣ ନିରାପତ୍ତା, ନୂଆ ଅପରାଧିକ ଆଇନ, ଉପକୂଳ ସୁରକ୍ଷା, ସାଇବର ଅପରାଧ, ମାଓବାଦୀ କାର୍ଯ୍ୟକଳାପ, କୃତ୍ରିମ ବୁଦ୍ଧିମତ୍ତା ଏବଂ ଡ୍ରୋନ୍ ଉପଯୋଗ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ସମ୍ମିଳନୀରେ ବିଚାର ଆଲୋଚନା ଚାଲିଛି। ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ମହାନିର୍ଦ୍ଦେଶକ ତଥା ସୁରକ୍ଷା ଏଜେନ୍ସିର ମୁଖ୍ୟମାନେ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। ଓଡ଼ିଶାକୁ ତିନିଦିନିଆ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ସନ୍ଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। ମହାରାଷ୍ଟ୍ର ନବନିର୍ବାଚିତ ମହାୟୁତି ମେଣ୍ଟ ସରକାର ଆସନ୍ତା 5 ତାରିଖରେ ଶପଥ ଗ୍ରହଣ କରିବ। ବିଜେପି ମହାରାଷ୍ଟ୍ର ରାଜ୍ୟଶାଖା ସଭାପତି ଚନ୍ଦ୍ରଶେଖର ବାୱନକୁଲେ ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦେଇ କହିଛନ୍ତି, ଆଜାଦ ମଇଦାନରେ ଅପରାହ୍ନ 5ଟାରେ ସ୍ୱତନ୍ତ୍ର ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସୂଚନାଯୋଗ୍ୟ, ବିଜେପି ଏକନାଥ ସିନ୍ଧେଙ୍କ ନେତୃତ୍ୱାଧୀନ ଶିବସେନା ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍ସିପିକୁ ନେଇ ଗଠିତ ମହାୟୁତି ମେଣ୍ଟ 288 ଆସନରୁ 230 ଆସନରେ ବିଜୟୀ ହୋଇ ସଂଖ୍ୟାଗରିଷ୍ଠତା ହାସଲ କରିଛି। ବିଜେପି 132ଟି ଆସନ ସହ ନିର୍ବାଚନରେ ଏକକ ବୃହତ୍ତମ ଦଳ ହୋଇଛି। ଏକନାଥ ସିନ୍ଧେଙ୍କ ନେତୃତ୍ୱାଧୀନ ଶିବସେନା 57ଟି ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍ସିପି 41ଟି ଆସନ ହାସଲ କରିଛି। ସାମୁଦ୍ରିକ ଝଡ଼ ପେଞ୍ଜାଲ ଗତ ରାତିରେ ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳର କରାଇକାଲ ଏବଂ ମହାବଳୀପୁରମ୍ ମଧ୍ୟରେ ସ୍ଥଳଭାଗ ସ୍ପର୍ଶ କରିଛି। ରାତି 10:30ଟାରୁ 11:30 ମଧ୍ୟରେ ସାମୁଦ୍ରିକ ଝଡ଼ ଉତ୍ତର ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳ ଅତିକ୍ରମ କରିଥିଲା। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 70ରୁ 80 କିଲୋମିଟର ରହିବା ସହ ସ୍ଥାନେ ସ୍ଥାନେ 90 କିଲୋମିଟରରେ ପହଞ୍ଚିଥିଲା। ପଶ୍ଚିମ ଦକ୍ଷିଣ ପଶ୍ଚିମ ଦିଗକୁ ଗତି କରି ଏହି ଝଡ଼ ଧୀରେ ଧୀରେ ଦୁର୍ବଳ ହେବା ସହ ଗଭୀର ଅବପାତରେ ପରିଣତ ହୋଇଛି। ବାତ୍ୟା ଯୋଗୁଁ ଉତ୍ତର ତାମିଲନାଡୁ ଏବଂ ପୁଡୁଚେରୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଚେନ୍ନାଇ ବିମାନ ବନ୍ଦରରୁ ଗତକାଲି ବିମାନ ଉଡ଼ାଣ ବନ୍ଦ ରଖାଯାଇଥିଲା। ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ତାମିଲନାଡୁର ବିଭିନ୍ନ ଅଞ୍ଚଳ ପାଇଁ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ପୁଡୁଚେରୀରେ ପ୍ରବଳ ବର୍ଷା ଯୋଗୁଁ ଦୈନନ୍ଦିନ ଜୀବନ ବାଧାପ୍ରାପ୍ତ ହୋଇଛି। ରାସ୍ତା ଏବଂ ତଳିଆ ଅଞ୍ଚଳରେ ବର୍ଷା ଜଳ ଜମିବା ଯୋଗୁଁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ସମୁଦ୍ର ଅଶାନ୍ତ ରହିଥିବା ଯୋଗୁଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଆମେରିକାରେ ଭାରତୀୟ ଛାତ୍ର ନୋକାରୋପୁ ସାଇତେଜାଙ୍କ ହତ୍ୟା ଘଟଣାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଶିକାଗୋରେ ଥିବା ତେଜାଙ୍କ ପରିବାରକୁ ଭାରତୀୟ ଦୂତାବାସ ପକ୍ଷରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯାଇଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶିକାଗୋସ୍ଥିତ ଭାରତୀୟ କନସୁଲେଟ୍ ଜେନେରାଲ ଦାବି କରିଛନ୍ତି। ନାଗାଲାଣ୍ଡ ଆଜି ତା'ର 62ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। 1963 ମସିହା ଆଜିର ଦିନରେ ନାଗାଲାଣ୍ଡ ଭାରତର 16ତମ ରାଜ୍ୟରେ ପରିଣତ ହୋଇଥିଲା। ଏହି ଅବସରରେ ସମଗ୍ର ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କୋହିମାସ୍ଥିତ ନାଗାଲାଣ୍ଡ ସିଭିଲ୍ ସଚିବାଳୟ ପ୍ଲାଜାଠାରେ ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନେଫିଉ ରିଓ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଏଡ୍ସ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱ ଏଡ୍ସ ଦିବସ ପାଳନ କରାଯାଉଛି।
ଏଚ୍ଆଇଭି ବିରୋଧରେ ଲଢ଼େଇରେ ସମସ୍ତେ ଏକଜୁଟ ହେବା ଏବଂ ପୀଡ଼ିତ ଲୋକଙ୍କୁ ସମବେଦନା ପ୍ରଦାନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସର ଶୀର୍ଷକ ରହିଛି ସଠିକ୍ ମାର୍ଗ ଅନୁସରଣ କର। 1992 ମସିହା ଡିସେମ୍ବର 1ରୁ ଜାତୀୟ ଏଡ୍ସ ନିୟନ୍ତ୍ରଣ ସଂଘ ନାକୋ ପ୍ରତିବର୍ଷ ଦେଶରେ ଏହି ଦିବସ ପାଳନ କରିଆସୁଛି। 2030 ସୁଦ୍ଧା ବିଶ୍ୱକୁ ଏଡ୍ସ ମୁକ୍ତ କରିବାର ଲକ୍ଷ୍ୟ ରଖାଯାଇଛି। ଏ ଦିଗରେ ରହିଥିବା ଆହ୍ୱାନର ମୁକାବିଲା ପାଇଁ ବିଭିନ୍ନ ସ୍ତରରେ ପଦକ୍ଷେପମାନ ଗ୍ରହଣ କରାଯାଉଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଆଜି ମଧ୍ୟପ୍ରଦେଶର ଇନ୍ଦୋରଠାରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ବାଂଲାଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିର ଅବନତି ନେଇ ସେଠାକାର ବ୍ୟବସାୟୀ ଗୋଷ୍ଠୀ ଚିନ୍ତା ପ୍ରକଟ କରିଛନ୍ତି। ଢାକାଠାରେ ଢାକା ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଆୟୋଜିତ ଏକ ବ୍ୟବସାୟିକ ସମ୍ମିଳନୀରେ ଏହି ମତ ପ୍ରକାଶ ପାଇଛି। ମଧ୍ୟବର୍ତ୍ତୀକାଳୀନ ସରକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ବୋଲି ସମ୍ମିଳନୀରେ ବ୍ୟବସାୟିକ ଗୋଷ୍ଠୀ ଅଭିଯୋଗ କରିଛି। ପରିସ୍ଥିତିରେ ଉନ୍ନତି ନ ହେଲେ ଦେଶରେ ଅର୍ଥନୀତି ଦୁର୍ବଳ ହେବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ସେମାନେ ଅନୁରୋଧ କରିଛନ୍ତି। ବ୍ୟବସାୟିକ ଖର୍ଚ୍ଚ ହ୍ରାସ କରିବା ସହିତ ଶିଳ୍ପ ଉତ୍ପାଦକତା ବଜାୟ ରଖିବା ପାଇଁ ନିରବଚ୍ଛିନ୍ନ ଗ୍ୟାସ୍ ଏବଂ ବିଦ୍ୟୁତ୍ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ସାପ କାମୁଡ଼ା ମାମଲା ଏବଂ ଏଥିରେ ହେଉଥିବା ମୃତ୍ୟୁକୁ ନୋଟିଫାଏବୁଲ୍ ଡିଜିଜ୍ ଭାବେ ପରିଗଣନା କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଭାଗୀୟ ପ୍ରମୁଖ ସଚିବ ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟସଲୀଳା ଶ୍ରୀବାସ୍ତବ କହିଛନ୍ତି, ସାପ କାମୁଡ଼ା ଜନସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ଚିନ୍ତାଜନକ ବିଷୟ। ବିଶେଷ କରି କୃଷକ ଏବଂ ଆଦିବାସୀଙ୍କ ମଧ୍ୟରେ ସାପ କାମୁଡ଼ା ଜନିତ ମୃତ୍ୟୁ ଅସୁସ୍ଥତା ଏବଂ ଏଥିନେଇ ହେଉଥିବା ଅକର୍ମଣ୍ୟର କାରଣ ହୋଇଥାଏ ବୋଲି ସେ କହିଛନ୍ତି। ଆସନ୍ତା 2030 ସୁଦ୍ଧା ସାପ କାମୁଡ଼ା ଜନିତ ମୃତ୍ୟୁକୁ 50% ହ୍ରାସ କରିବା ପାଇଁ ସାପ କାମୁଡ଼ା ନିରୋଧ ଏବଂ ନିୟନ୍ତ୍ରଣ ଜାତୀୟ କାର୍ଯ୍ୟଯୋଜନା ଆରମ୍ଭ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନ୍ୟ ବିଭାଗ ଏବଂ ଅଂଶୀଦାରମାନଙ୍କୁ ପରାମର୍ଶ ଦେଇଛି। ଏହି ଯୋଜନା କାର୍ଯ୍ୟକ୍ଷମ ହେଲେ ଦେଶରେ ସାପ କାମୁଡ଼ା ମାମଲା ଏବଂ ଏଥିଜନିତ ହେଉଥିବା ପ୍ରାଣହାନୀକୁ ବହୁମାତ୍ରାରେ ରୋକାଯାଇପାରିବ ବୋଲି ସେ କହିଛନ୍ତି। ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଭାରତ ଇଟାଲୀ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ଭାରତ ପ୍ରତିବଦ୍ଧ ବୋଲି କହିଛନ୍ତି। ମୁମ୍ବାଇ ପୋର୍ଟ ଟ୍ରଷ୍ଟର ଇନ୍ଦିରା ଡକ୍ଠାରେ 93 ବର୍ଷର ପୁରୁଣା ଜାହାଜ ଆଇଟିଏସ୍ ଆମେରିଗୋ ଭେସ୍ପୁସିକୁ ଗତକାଲି ପରିଦର୍ଶନ କରିବା ଅବସରରେ ମନ୍ତ୍ରୀ ଏହା କହିଛନ୍ତି। ବିଶ୍ୱ ଭ୍ରମଣରେ ବାହାରିଥିବା ଏହି ଜାହାଜ ଉନ୍ନତ ଜ୍ଞାନକୌଶଳ ଏବଂ ଦକ୍ଷ କ୍ରୁ ସଦସ୍ୟଙ୍କର ଶ୍ରୀ ସୋନୱାଲ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଗସ୍ତର ଏକ ଅଂଶସ୍ୱରୂପ ଇଟାଲୀର କଳା ଏବଂ ସଂସ୍କୃତିକୁ ପ୍ରଦର୍ଶିତ କରିବା ଲକ୍ଷ୍ୟରେ ଜାହାଜର ବର୍ଥ ନିକଟରେ ଭିଲାଜିଓ ଇଟାଲିଆ ସ୍ଥାପନ କରାଯାଇଛି। ସୂଚନାଯୋଗ୍ୟ, ଗତ 28 ତାରିଖରେ ଏହି ଜାହାଜ ମୁମ୍ବାଇରେ ପହଞ୍ଚିଛି ଏବଂ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ସେଠାରେ ରହିବ। 2023 ଜୁଲାଇରେ ଏହି ଜାହାଜ ଇଟାଲୀରୁ ବାହାରିଛି। 2 ବର୍ଷର ଯାତ୍ରା ଶେଷ କରି ଆସନ୍ତା ଫେବୃଆରୀ 2025ରେ ଜାହାଜଟି ଇଟାଲୀରେ ପହଞ୍ଚିବ ବୋଲି ଜଣାପଡ଼ିଛି। ଜୁନିୟର ଏସୀୟ କପ୍ ହକି ପ୍ରତିଯୋଗିତାରେ ଭାରତ ଚୀନ୍ ତାଇପେଇକୁ 16-0 ଗୋଲ୍ରେ ପରାସ୍ତ କରିଛି। ଓମାନର ମାସ୍କଟଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଗ୍ରୁପ୍ ଏ ପର୍ଯ୍ୟାୟରେ ଭାରତ ପକ୍ଷରୁ ଦିଲରାଜ ସିଂ 4ଟି ଏବଂ ରୋଶନ କ୍ରୁଜୁ 3ଟି ଗୋଲ୍ ସ୍କୋର କରିଛନ୍ତି। ପ୍ରଥମାର୍ଦ୍ଧରେ ଭାରତୀୟ ଦଳ 5ଟି ଗୋଲ୍ ସ୍କୋର କରିଥିଲା। ଏହାକୁ ମିଶାଇ 3ଟି ବିଜୟ ସହ 9 ପଏଣ୍ଟ ହାସଲ କରି ଭାରତ ଗ୍ରୁପ୍ ଏ ପର୍ଯ୍ୟାୟର ଶୀର୍ଷ ସ୍ଥାନରେ ପହଞ୍ଚିଛି। ଆଜି ଭାରତ ଗ୍ରୁପ୍ ପର୍ଯ୍ୟାୟର ପରବର୍ତ୍ତୀ ମ୍ୟାଚ୍ରେ ଦକ୍ଷିଣ କୋରିଆକୁ ଭେଟିବ। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଚାଲିଥିବା ସୟଦ ମୋଦି ଆନ୍ତର୍ଜାତିକ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟ 2024ର ଫାଇନାଲ୍ ପର୍ଯ୍ୟାୟକୁ ପିଭି ସିନ୍ଧୁ ଏବଂ ଲକ୍ଷ୍ୟ ସେନ୍ ଉନ୍ନୀତ ହୋଇଛନ୍ତି। ଆଜି ଅପରାହ୍ନରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ମହିଳା ଏକକ ବର୍ଗ ସେମିଫାଇନାଲ୍ରେ ସିନ୍ଧୁ ଉନ୍ନତି ହୁଡାଙ୍କୁ 21-12 ଏବଂ 21-9 ସେଟ୍ରେ ପରାଜିତ କରି ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଆଜି ଚୀନ୍ର ଉ ଲୁଅ ୟୁଙ୍କୁ ଫାଇନାଲ୍ରେ ଭେଟିବେ। ଲକ୍ଷ୍ୟ ସେନ୍ ପୁରୁଷ ଏକକ ବର୍ଗ ଫାଇନାଲ୍ରେ ସିଙ୍ଗାପୁରର ଜିଆ ହିଙ୍ଗ୍ ଜାସୋନ୍ତେହଙ୍କୁ ଭେଟିବେ। ସେମିଫାଇନାଲ୍ରେ ଜାପାନର ସୋଗୋ ଓଗାୱାଙ୍କୁ 21-8 ଏବଂ 21-14 ସେଟ୍ରେ ପରାସ୍ତ କରି ଲକ୍ଷ୍ୟ ସେନ୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ମିକ୍ସଡ୍ ଡବଲ୍ସରେ ଧ୍ରୁବ କପିଳ ଏବଂ ତନିଷା କ୍ରାଷ୍ଟୋ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଏହି ଯୋଡ଼ି ଫାଇନାଲ୍ରେ ଥାଇଲାଣ୍ଡ ଯୋଡ଼ିକୁ ଭେଟିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭୁବନେଶ୍ୱରଠାରେ ଚାଲିଥିବା ସର୍ବଭାରତୀୟ ପୁଲିସ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀରେ ଆଜି ଦ୍ୱିତୀୟ ଦିନ ପାଇଁ ଯୋଗଦେବେ ପ୍ରଧାନମନ୍ତ୍ରୀ। ମହାରାଷ୍ଟ୍ର ନବନିର୍ବାଚିତ ମହାୟୁତି ମେଣ୍ଟ ସରକାରଙ୍କ ଆସନ୍ତା 5 ତାରିଖରେ ଶପଥ ଗ୍ରହଣ। କରାଇକାଲ ଏବଂ ମହାବଳୀପୁରମ୍ ମଧ୍ୟରେ ଗତ ରାତିରେ ସ୍ଥଳଭାଗ ସ୍ପର୍ଶ କଲା ସାମୁଦ୍ରିକ ଝଡ଼ ପେଞ୍ଜାଲ।
ଏବଂ ଏଡ୍ସ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଏଡ୍ସ ଦିବସ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।